ମାଙ୍କର ଠାକୁରଙ୍କର ଯୋଉ ଆଦର୍ଶ ଗ୍ରନ୍ଥାବଳୀରୁ ତାଙ୍କ ମୁଖ ନିଃସୃତ ବାଣୀରୁ ମୁଁ ଗୋଟିଏ ବାଣୀ ମାଙ୍କର ଚରିତ୍ର ଗୋଟେ ଜଣେ ନାରୀର ଚରିତ୍ର ବିଷୟରେ ଆପଣଙ୍କ ପାଖରେ ଉପସ୍ଥାପନା କରିବି। ହୁଏତ କେତେ ଭାବରେ କିପରି ଭାବରେ ମୁଁ କରିବି ମୁଁ ତ ଜାଣୁନି। ଛୋଟିଆ ବାଣୀଟିଏ, ଶବ୍ଦ ସଂଯୋଜନା ମଧ୍ୟ ବହୁତ କମ, କିନ୍ତୁ ତାର ଅର୍ଥ ବହୁତ ଗୁରୁତ୍ୱପୂର୍ଣ୍ଣ ଗୋଟିଏ ନାରୀ ଜୀବନରେ। କାରଣ ବର୍ତ୍ତମାନର ସମାଜରେ ସାଧାରଣତଃ ଆମର ଭାରତବର୍ଷ ଏଇ ସନାତନ କ୍ଷେତ୍ର ଏଇ ହିନ୍ଦୁ କ୍ଷେତ୍ରରେ ଯେତେ ପରମ୍ପରା ଯେତେ ଐତିହ୍ୟ ସବୁ ହଉଛି ବିଜ୍ଞାନ ସମ୍ମତ, କିନ୍ତୁ ଆମେ ତାକୁ ଅସ୍ୱୀକାର କରୁଛେ, ତାକୁ ହେୟ ମନେ କରୁଛେ ଏବଂ ତାକୁ କୁସଂସ୍କାର ବୋଲି ଆଜି ଭୁଲି ଯିବାକୁ ବସିଛି। କିନ୍ତୁ ଠାକୁରଙ୍କର କେତେ ଦୂରଦୃଷ୍ଟି, ସେ ଜାଣିଥିଲେ ଏଇପରି ଦିନେ ହେବ, ତେଣୁ ତାଙ୍କ ବାଣୀରେ ଗୋଟେ ନାରୀ ଚରିତ୍ରକୁ କିପରି ଆଦର୍ଶବାନ କରିବା ପାଇଁ ସେ ଆମ ପାଖରେ ଏଇ ବାଣୀଟିକୁ ମାନେ ତାଙ୍କ ମୁଖରୁ ନିଃସୃତ ହେଇଥିଲା ଏବଂ ଆମେ ଯାହାକୁ ଆଜି ଉପସ୍ଥାପନ କରିବାକୁ ଯାଉଛୁ। ସାଜସଜ୍ଜାର ପ୍ରୟୋଜନ ଓ ବାହୁଲ୍ୟ। ଆମେ ସାଧାରଣତଃ ଆଜିକାଲି ଯୁଗରେ ଆମେ ଏଇ ନାରୀ ମାନେ ତାକୁ ଗୋଟେ ହେୟ ମନେ କରୁଛେ। ଏଇ ବାଣୀଟାକୁ ହୁଏତ ଯିଏ ମନ ଦେଇ ନ ପଢିବେ ସେତେ ଗୁରୁତ୍ୱ ଦେଇ ନ ପାରନ୍ତି। ଠାକୁରଙ୍କର ପ୍ରତ୍ୟେକ ବାଣୀ ତ ଗୁରୁତ୍ୱପୂର୍ଣ୍ଣ ନିଶ୍ଚିନ୍ତ, ଆମେ ସମସ୍ତେ କହୁଛେ ପାଟିରେ, କିନ୍ତୁ ଯେତେବେଳେ ଆମେ ଗୋଟେ ବାଣୀ ଚୟନ କରି ପଢୁଛେ ଆମେ ସାଧାରଣତଃ କୁହାଯାଉଛି ଯେ ଆପଣ ଗୋଟେ ମୂଲ୍ୟବାନ ବାଣୀ ଚୟନ କରିଛନ୍ତି। ସବୁ ବାଣୀ ମୂଲ୍ୟବାନ, ଗୋଟେ ନାରୀ ଚରିତ୍ର ପାଇଁ ସବୁ ବାଣୀ ହିଁ ମୂଲ୍ୟବାନ। କାରଣ ଶ୍ରୀ ଠାକୁର ଗୋଟେ ନାରୀ ଚରିତ୍ର କୁ କିପରି ଅସ୍ଖଳିତ ନ କରିବା ପାଇଁ ସେ ମାଙ୍କର ଚାଲିଚଳନକୁ, ଜଗଜ୍ଜନନୀ ଶ୍ରୀ ବଡ ମାଙ୍କର ଚାଲିଚଳନକୁ ମୁଖ ଆଗରେ ରଖି ଆମ ପାଖରେ ତାଙ୍କରି ଜୀବନ୍ତ ଚଳନୀକୁ ଆମ ପାଖରେ ଜୀବନ୍ତ ଭାବରେ ଏଇ ମାତୃ ସମ୍ମିଳନୀର ଯୋଉ ମୁଖ୍ୟ କାବ୍ୟ ଆମର ଯାହାକୁ କୁହନ୍ତି ଗ୍ରନ୍ଥ, ନାରୀର ନୀତି ଗ୍ରନ୍ଥକୁ ଆମରି ପାଖରେ ଉପସ୍ଥାପନା କରିଛନ୍ତି। ଆମେ ଯଦି ଏଇ ବାଣୀର ପ୍ରତ୍ୟେକ ଅର୍ଥକୁ, ପ୍ରତ୍ୟେକ ଅକ୍ଷରକୁ, ପ୍ରତ୍ୟେକ ଶବ୍ଦକୁ ଯଦି ଆମେ ମୂଲ୍ୟାଙ୍କନ କରିବା, ତାହା କି ବିଶ୍ଳେଷଣ କରିବା, ଆମେ ଜାଣିପାରିବା ଯେ ଅର୍ଥ କେତେ ଗୁରୁତ୍ୱପୂର୍ଣ୍ଣ ଆମ ମାନଙ୍କ ପାଇଁ। ଆଉ ବିଶେଷ କରି ଆଜିକାଲି ଏଇ ପାଶ୍ଚାତ୍ୟ ଦେଶର ସଭ୍ୟତାକୁ ଦେଖି ଚାଲୁଥିବା ନାରୀ ମାନଙ୍କ ପାଇଁ। ଆମେ ବି ହୁଏତ ଆପଣ ମାନେ ମତେ ଦେଖିପାରୁନାହାନ୍ତି, ମୁଁ ବି ଆପଣ ମାନଙ୍କୁ ଦେଖିପାରୁନି, କିନ୍ତୁ ବହୁତ ଦୁଃଖର ବିଷୟ ଆଜିର ନାରୀ ବହୁତ ବିଶୃଙ୍ଖଳ। ଠାକୁରଙ୍କୁ ଆମେ ଧରିଛେ, ମାତୃ ସମ୍ମିଳନୀରେ ବସିଛେ, ଏଇ ଭକ୍ତି ତରଙ୍ଗରେ ଆମର 1128 ଦିନ ରେ ଉପନୀତ, ଆମେ ତାକୁ ଉପଭୋଗ କରୁଛେ, ତାକୁ ପଢି ଆମେ ଭାବମୟ ହଉଛେ, ତାଙ୍କରି ବାର୍ତ୍ତାକୁ ଆମେ ଯାଜନ ଭାବରେ ଶୁଣୁଛେ, କହୁଛେ ଏବଂ ଭଜନ କୀର୍ତ୍ତନ କରି ଆମେ କେତେ ଭାବମୟ ହେଇ ଉଠୁଛେ ବୋଲି କହୁଛେ, କିନ୍ତୁ ପ୍ରକୃତରେ କେତେ ହେଇଛନ୍ତି ତାହା ହିଁ କହିବ ଆମ ମାନଙ୍କର ସାଜସଜା। ଆମକୁ ଦେଖି ଠାକୁର କହିଛନ୍ତି ଯେ ତୁମ ମାନଙ୍କୁ ଦେଖି ଜଗତ ଜାଣିବ ତୁମେ ମାନେ ଜଣେ ଜଣେ ସତ୍ସଙ୍ଗୀ। ସେଥିପାଇଁ ସେ ଡ୍ରେସ କୋଡ କର୍ମୀ ମାନଙ୍କ ପାଇଁ ତିଆରି କରିଛନ୍ତି, କାରଣ ତାଙ୍କୁ ହିଁ ଦେଖି ସମସ୍ତେ ଜାଣିବେ ଏ ଜଣେ ସତ୍ସଙ୍ଗୀ ବୋଲି। କିନ୍ତୁ ଦୁର୍ଭାଗ୍ୟ କଥା ଆମ ମାନଙ୍କ ପାଇଁ ସେଇଟା ନାହିଁ, ଆମ ମା ମାନଙ୍କ ପାଇଁ। ସେଥିଲାଗି ସେ ତାଙ୍କର ନାରୀର ନୀତି ବାଣୀରେ ଗୋଟେ ଗୁରୁତ୍ୱପୂର୍ଣ୍ଣ ବାଣୀ କହି ଯାଇଛନ୍ତି ଯେ ସାଜସଜ୍ଜାର ପ୍ରୟୋଜନ ଓ ବାହୁଲ୍ୟ। କଣ ପାଇଁ ଆମର ସାଜସଜ୍ଜାଟା ଦରକାର? ଆପଣ ଦେଖନ୍ତୁ, ଗୋଟେ ବର୍ଣ୍ଣମାଳା ପାଖକୁ ଯାଆନ୍ତୁ, କେତୋଟି ଅକ୍ଷର, ସ୍ୱରବର୍ଣ୍ଣ, ବ୍ୟଞ୍ଜନ ବର୍ଣ୍ଣର ଅକ୍ଷର ଅଛି। ଆମେ ତାକୁ ଯଦି ସୁନ୍ଦର ଭାବରେ ସଜେଇ ପାରିବା, ସେ ସୁନ୍ଦର ଅର୍ଥଟିଏ ଗୋଟେ ଶବ୍ଦର ଅର୍ଥ କରିବ। ସେଇ ଶବ୍ଦକୁ ଯଦି ଆମେ ଭଲ ଭାବେ ସଜେଇ ପାରିବା, ତାହେଲେ ଗୋଟିଏ ମଧୁର, ସୁନ୍ଦର, ଭାବମୟ, ଭକ୍ତିମୟ, ଯେମିତି ଯାହା କୁହନ୍ତୁ ଗୋଟେ କାବ୍ୟ ରଚନା କରିପାରିବା। କିନ୍ତୁ ତାକୁ ଯଦି ଅସ୍ଖଳିତ ଭାବେ ସଜେଇବା, ସେଥିରେ କିଛି ଅର୍ଥ ବି ନଥିବ ଏବଂ ଅନର୍ଥ ମଧ୍ୟ ଥିବ। ଏଇ ହଉଛି ଆମ ଶରୀରର ପରିପାଟି ସଜେଇବାର ପ୍ରୟୋଜନତାର ଗୋଟିଏ ମୁଖ୍ୟ ଜିନିଷ। ଆମେ ଯଦି ଫୁଲହାର ଟିଏ ଗୁନ୍ଥୁଛନ୍ତି, ଯଦି ଠିକ ଭାବରେ ଗୁନ୍ଥିବା, ତାହେଲେ ସେଇ ଶ୍ରୀ ଶ୍ରୀ ଠାକୁରଙ୍କୁ ଦିଅନ୍ତୁ, ଜଗଜ୍ଜନନୀ ଦିଅନ୍ତୁ, ଆମର ଆଚାର୍ଯ୍ୟ ଦେବ ବୃନ୍ଦକୁ ଦିଅନ୍ତୁ, ଯାହାକୁ ଦିଅନ୍ତୁ,
आमे मातृ सम्मेलन कि सत्संग ठिया हेले केते सुंदर भाबरे एई हारटी गुंथा है केते भक्ति मनरे माटी हार गुंथी केते सुंदर भाबरे करछि बोली आमे माने ताकू प्रशंसा करू किंतु सेथिरे भी उद्देश्य रहिछि एई साज सजार कथा आमे जेपरि सजेई हेबा जेपरि सजेइबा सेई परि होइथिबो आमे ठाकुरंको शब्द को कहंतु ठाकुरंको कहंतु फुलहार कहंतु घर कहंतु द्वार कहंतु एवं आम परिवेश कहंतु आमे जेपरि सजेइबा सेई परि होई उठिबा ठीक सेमती आम मानक मध्य आमे जेपरि साज सजा करि परिबा आमे सेपरि सुगृहिणी हेबा आमे साधारणतः जोठी जाऊ आगे ता घर साज सजा देखू आजिकाली किंतु समस्त आमे देखुचे ता घरे केते गहना अछि जिनिस अछि एवं से केमिति सजे की रखिछि कौन कौन मूल्यवान जिनिस अछि किंतु बहु पूर्व कालरू सेठा हमर एई भारत वर्ष रे हमर एई आर्य समाज रे सनातन धर्मी हिंदू धर्मी मान पाखे अलगा पाकर थिला जेतल गोटे झील को बाहा करने को बहु करने को बधु करने को आसंती आगे तार मार चाली चलन देखती रोसई घर को देखती एमती कहती धोबातु ठारू मध्य देखी आसो कारण से देखा जन जीव जे घर से गाँटी केते परिमल ता घर को आसिले देखा जाए रोसई घर टाक देखती तार चाली चलन को देखती तार बढ़ा को देखती तार हाथ नख को देखती गोड़ नख को केते परिष्कार परिच्छन्न एवं केते मार्जनशील एवं तांग रोसई घर देखती से केते परिष्कार परिच्छन्न किंतु आज सबू को आमे भंडूर कर देछि आमर से ऐतिह्य को आमे भूली जाइछे ताकू आमे साधारणतः कहूचे एटा होछि गोटे कुसंस्कार सेइथि पई आज जेते प्रजनन जेते जो होछि सुप्रजनन रो जो नाम धरी आमे आज प्रचार करूचे बाहुल्य कथा कहूचे भजन गाउचे किंतु करि पारुने आज मु ओडिशा सत्संग शुणुली एई वर्ष 4 जन स्वस्थनी परिवार पिला माने आत्महत्या कर तार कारण कौन एई असजड़ा एई साज सजार व्यतिक्रम आज समाज को एते तल को नहीं जाछि आज आम समाज रे जो ब्रह्म समाज कहतु आर्य समाज कहतु सनातन धर्म समाज कहतु हिंदू समाज कहतु जते प्रकार समाज है आम ठाकुर सत्संग समाज कहतु विभिन्न प्रकार समाज गढ़ी उठी किंतु करिछि कौन ताकू देखा जाइछि जे वर्तमान ताकू कलना करा जाइछि वर्तमान हमर ई भारत वर्ष व्यतिक्रम पृथ्वी कथा हुए तो मोर एते ज्ञान थाई पारे न थाई पारे होय तो केते जेति की पढिछि सेतरे केते सत्यता थाई पारे न थाई पारे किंतु मु आम भारत कथा कहूछि ओडिशा कथा कहूछि जे जो प्रतिलोमज संसार संतान कुसंस्कारी संतान 80 भागरू अधिक अछंती ताले समाज किपरि भाबे चालुछि आपण मान देखंतु सेति पई हमर सबुठ बेसी दायी आम मानकर साजसजा आम माने साधारणतः टिके पाठ पढ़िले चाकरी खंडे कले गाँव बाहर को गले पाश्चात्य सभ्यता को आखि आगे रखी आमर साजसजा परिवेश को एपरी करदेले जहा कि आम सुप्रजनन उपरे प्रभाव पकाउछि सेथिलागि आम संस्कार रे थिला विवाह पूर्वरु गोटे झियो किंबा गोटे पुओ को बाड़ुओ गाधुआ गाधौथिले तार अर्थ कौन सी ताकू हलदी विभिन्न प्रकार आमर जो अच्छी मालिश जिनस मु आपन को उपस्थापन कले कवि हुए तो कौ जुगरु आसीछि ताकू ही देई ताकू सुंदर भाव में घसी गाधे दौथिले कारण ता देहरे जेते रोग जीवाणु थिला से छाड़ी जीव चर्म रोग जतिक जदि थिबो सेथरु हलदी एंटीबायोटिक परि काम करे से नष्ट हो जीव झियो को करथिले पुओ करथिले कारण झियो गोटे अलगा जगार पुओ गोटे अलगा जगार तांकर मिलन हबो से माने सुप्रजनन पई प्रस्तुत हेबे तांकु गाधेई दिया होतला किंतु आज आमे भूली जाइछे आज मेहंदी आ हल्दी करी छाड़ी दोचे पानी छिंची देगी कारण आमे ब्यूटी पार्लर जिबा देखंतु केते संस्कार को आमे किपरि भाबरे कुसंस्कार मानी ताकू माने पछगुचा दउचे जहा कि हम एई सुप्रजनन उपरे प्रभाव पड़ुची आपण माने निजे भाभी पारुथिबे निजे कलना मध्य करि पारुथिबे अनुभव मध्य करि पारुथिबे सेई गाधुआरे से माने तापरे से माने मनरे भाबंती सीए झियो भी भाबे मु गोटे पुरुष को विवाह करबी पुरुषटी मध्य भाबे मु गोटे प्रकृति ए नारी को विवाह करबी
ତାଙ୍କର ଦୁଇଟି ଉଦ୍ଦେଶ୍ୟ ହଉଛି ବିବାହର, ଗୋଟେ ଉଦ୍ବୋଧନ ଆଉ ଗୋଟେ ହଉଛି ସୁପ୍ରଯୋଜନ। ଆମର ମୁଖ୍ୟତଃ ବାଣୀ ଉପରେ ଆମେ ପ୍ରଜା କରୁଛେ, ସୁପ୍ରଜନନ ଉପରେ ମୁଁ ଆଲୋଚନା କରିବାକୁ ଯାଉଛି। ସେଇଠୁ ତାଙ୍କର ମନର ଗୋଟେ ବ୍ରତ ଆରମ୍ଭ ହୁଏ। ସେମାନେ ସ୍ୱଚ୍ଛ ମନରେ ଏଇ ପବିତ୍ର ହଳଦୀର ଗନ୍ଧରେ ଏବଂ ଏଇ ପବିତ୍ର ହଳଦୀମୟ ଡ୍ରେସରେ ସେମାନେ ନିଜକୁ ଜଣେ ଜଣେ ବ୍ରହ୍ମଚାରିଣୀ ବୋଲି ଭାବନ୍ତି ଏବଂ ତାଙ୍କର ଉଦ୍ଦେଶ୍ୟ ଥାଏ ସେଇ ପିତୃପୁରୁଷ ଗଣକୁ କିପରି ତାଙ୍କର ସୁପ୍ରଯୋଜନ ମାଧ୍ୟମରେ ଏଇ ଧରା ପୃଷ୍ଠକୁ ଆଣିବେ। ଏବଂ ସେଇ ସାଜସଜା ପରେ ସେ ବିବାହ କରେ। ତାରି ଭିତରେ ବିବାହରେ ଦେଖନ୍ତୁ କେତେ ସୁନ୍ଦର ପରିପାଟିରେ ଆଗରେ ଆମର ସଜା ହଉଥିଲା ଗୋଟିଏ ଝିଅକୁ କିମ୍ବା ଗୋଟିଏ ବରକୁ। କିନ୍ତୁ ଆଜି ଆମେ ବିୟୁଟି ପାର୍ଲର ଯାଇ ବିଭିନ୍ନ କେମିକାଲ ଲଗେଇ ଆମେ ବର ଏବଂ କନ୍ୟାକୁ ବିବାହ କରୁଛେ। ସେଠି ପ୍ରତିଯୋଗିତା ରହୁନି ଯେ ସ୍ୱାମୀ ମତେ ଭଲ ପାଉ ଆକୃଷ୍ଟ ହଉ କି ସ୍ତ୍ରୀ ମତେ ଭଲ ପାଉ ଆକୃଷ୍ଟ ହଉ। ସେଠି ପ୍ରତିଯୋଗିତା ଚାଲିଛି କେତେ ପ୍ରକାରର ଗହଣା ମୁଁ ଲଗେଇ ପାରୁଛି, କେତେ ପ୍ରକାରର ଜିନିଷ ମୁଁ ଲଗେଇ ପାରୁଛି, ମୁଁ କେତେ ସୁନ୍ଦର ଦିଶୁଛି। ଏପରିକି ବିବାହ ବେଦୀରେ ମଧ୍ୟ ଫଟୋ ଉଠଉଛନ୍ତି। କୁହନ୍ତୁ ତ ତା କୌଣସି ପ୍ରଜନନ ଉପରେ ପ୍ରଭାବ ପକଉନାହିଁ? ନିଶ୍ଚିନ୍ତ ଭାବରେ ପକଉଛି, କାରଣ ଆମେ ସେଇ ପରମ୍ପରାକୁ ଭୁଲି ଯାଇଛେ। ସେଇ ପରମ୍ପରା ଠାକୁର ହିଁ ମାନିଥିଲେ, ମା ହିଁ ମାନିଥିଲେ। ଆପଣ ଦେଖିଥିବେ ତାଙ୍କର ମୁଣ୍ଡରୁ କେବେ ଓଢଣାଟି ଖସେନି। ଏପରିକି ବ୍ଲାଉଜ ଖଣ୍ଡିଏ ନ ପିନ୍ଧି ମଧ୍ୟ ତାଙ୍କ ଶରୀର କୌଣସି ଅଙ୍ଗକୁ ଆମେ ଲକ୍ଷ୍ୟ କଲେ ମଧ୍ୟ ଦେଖିପାରନ୍ତିନି। ସେ କଣ ପାଶ୍ଚାତ୍ୟ ଦେଶ ସହିତ ତାଙ୍କର କଣ ସମ୍ପର୍କ ନଥିଲା? ଥିଲା, କିନ୍ତୁ ସେ ଭାରତର ପରମ୍ପରା, ଆର୍ଯ୍ୟ ପରମ୍ପରା, ସନାତନ ଧର୍ମକୁ ସେ ମୁଖ୍ୟ ଆଗରେ ରଖି ଗୋଟେ ନାରୀର ଚରିତ୍ରକୁ ମୁଖ୍ୟତଃ ଶ୍ରେଷ୍ଠତ୍ୱରେ ରଖି ସେ ତାଙ୍କର ଏଇ ଯୋଉ ସାଜସଜାକୁ ସେ ଏପରି ଭାବେ କରିଥିଲେ ଯାହା ଆଜି ତାଙ୍କରି ସେ ଯୋଉ ସୁପ୍ରଜନନର ଧାରା ଆମକୁ ଦେଇ ଯାଇଛନ୍ତି। ସେଥିପାଇଁ ଆଜି ଆଚାର୍ଯ୍ୟ ପରମ୍ପରାର ସୃଷ୍ଟି ତାଙ୍କରି ଠାରୁ ସୃଷ୍ଟି, ସେଇ ନାରୀ ଠାରୁ ସୃଷ୍ଟି। କିନ୍ତୁ ଆମ ପାଖରୁ କେବେ ଏପରି ଶାଳୀନଶୀଳ ସନ୍ତାନ ହେବେ କି ନାହିଁ ଆମେ ଭାବି ପାରିବାନି, କାରଣ ଆମେ ମା ମାନେ ଠିକ ଭାବରେ ଶାଳୀନତା ମେଣ୍ଟେନ କରୁନାହାନ୍ତି। ସେଥିପାଇଁ ଠାକୁର କହିଛନ୍ତି ନାରୀର ସାଜସଜା, ପରିଧାନ, ପରିଚ୍ଛନ୍ନ, ଚଳନ, ଚରିତ୍ର ଏପରି ଭାବେ ହେବା ଉଚିତ ଯାହା ପୁରୁଷ ମନରେ ଗୋଟାଏ ଉନ୍ନତ ପବିତ୍ର ସଦ୍ଭାବର ସୃଷ୍ଟି କରେ। ଆଉ ଏହା ସୁପ୍ରଜନନ ଓ ମଣିଷକୁ ଶ୍ରଦ୍ଧଦୀପ୍ତ କରିବାର ମଧ୍ୟ ଗୋଟିଏ ଉତ୍ତମ ଉପକରଣ। ଏହାର ବହୁଳତା ବାହୁଲ୍ୟକୁ ଡାକି ଆଣିବ, ସାବଧାନ ହୁଅ। ସୁନ୍ଦର କଥା, ସୁନ୍ଦର ଭାବରେ ଦେଖନ୍ତୁ। ମୁଁ ଯୋଉ କହୁଥିଲି ଏଇ ସମୟ ଭିତରେ ଗୋଟେ ପୁରୁଷ ସ୍ତ୍ରୀ ଗୋଟେ ବ୍ରତ କରନ୍ତି। ସେଥିପାଇଁ ଆମେ ତାଙ୍କୁ ସାଧାରଣତଃ ବିବାହ ବେଦୀରେ ଆମେ ତାଙ୍କର ଯେତେ ସାଜସଜା ହୁଏ ଆମେ ତାଙ୍କୁ ଶିବ ପାର୍ବତୀ ବୋଲି କୁହନ୍ତି, ଅଧିକାଂଶ ଜାଗାରେ ଲକ୍ଷ୍ମୀ ନାରାୟଣ କୁହନ୍ତି। ଯାହା କୁହନ୍ତୁ, ଯୋଉ ଜଣେ ଦେବ ଆଉ ଦେବୀ ସହିତ ତୁଳନା କରାଯାଏ। ଏଇ ନାରୀ ଜଣକ ସେ ତପସ୍ୟା କରେ ଯେ ମୋର ଏଇ ସ୍ୱାମୀକୁ ମୁଁ ଏପରି ଭାବରେ ଆନତ କରିବି ମୁଁ ଯେମିତି ଗୋଟିଏ ସୁଜନନୀ ହେଇପାରିବି, ଗୋଟିଏ ସୁପ୍ରଜନନ କରି ଗୋଟିଏ ସୁସନ୍ତାନଟିଏ ଜାତ କରିବି। ପୁରୁଷ ମଧ୍ୟ ସେଇପରି ଭାବେ ନାରୀ ପ୍ରତି ଆକୃଷ୍ଟ ହୋଇ ଏପରି ଭାବେ ଆନନ୍ଦଶୀଳ ହୋଇ ଉଠେ ଏବଂ ତାଙ୍କର ଏଇ ଯୋଉ ଶୁକ୍ରାଣୁ ଓ ଡିମ୍ବାଣୁର ମିଳନ ଏପରି ଉନ୍ନତତର ହୁଏ ଯାହାକି ଗୋଟେ ସୁସନ୍ତାନ ପ୍ରସବ କରେ। ଏଇ ଆକୃଷ୍ଟ ହୁଏ ତାର ଏଇ ସାଜସଜାରୁ। ସେ ଗୋଟେ ବଧୂ ପରି ସଜେଇ ହେଇଥାଏ, ଇଏ ଗୋଟେ ବର ପରି ସଜେଇ ହେଇଥାଏ। କିନ୍ତୁ ଆଜି ଏଇ ପାଶ୍ଚାତ୍ୟ ସାଜସଜାରେ ଆମେ ସାଧାରଣତଃ କେମିକାଲ ମୁହଁରେ ମାରି କଳା ଝିଅଟା ଗୋରା ଦିଶୁଛି, ଏ ଅସୁନ୍ଦରଟା ସୁନ୍ଦର ଦିଶୁଛି, ସ୍ୱାମୀ ତାକୁ ଦେଖି ବରବେଦୀରେ ଆକର୍ଷିତ ହଉଛି। କିନ୍ତୁ ଯେତେବେଳେ ତା ସହିତ ସେ ମିଳନ ହେବାକୁ ଯାଉଛି ସେ ଭଙ୍ଗୀ ଆଉ ନଥାଏ, ସେଥିରେ ଚେଞ୍ଜ ହେଇଯାଉଛି। ସେଠି ଭାବାନ୍ତର ସୃଷ୍ଟି ହଉଛି ଗୋଟେ ପୁରୁଷର। ସ୍ତ୍ରୀ ମଧ୍ୟ ତଦ୍ରୁପ ହଉଛି, ଯାହା ଦ୍ୱାରା କି ଆମ ସୁପ୍ରଜନନ ଉପରେ ମଧ୍ୟ ପ୍ରଭାବ ପକାଉଛି। ଦେଖନ୍ତୁ ତ ଠାକୁର କେତେ ସୁନ୍ଦର କହିଛନ୍ତି, ନାରୀର ସାଜସଜା ଏପରି ହେବା ଉଚିତ, ଏପରି ମାର୍ଜିତ ହେବା ଉଚିତ, ଏତେ ଉନ୍ନତଶୀଳ ହେବା ଉଚିତ ଯୋଉଥିରେ ଗୋଟେ ନାରୀର ବୈଶିଷ୍ଟ୍ୟରେ ଯେମିତି କଳଙ୍କିତ ନ ହୁଏ। ନାରୀର ବୈଶିଷ୍ଟ୍ୟକୁ ଆଖି ଆଗରେ ରଖି ସେ ଯେମିତି ତାର ସାଜସଜା ସରିପାଟି କରେ। ଏଇଟା ତ ଗଲା ଶରୀର ସଜା। ଘରକୁ ଆସନ୍ତୁ ନା, ଆମେ ଯଦି ଘରଟାକୁ ଠିକ ଭାବରେ ସଜେଇ ନଥିବା, ସୁନ୍ଦର କରିନଥିବା, ତାହେଲେ ଆମେ ଯୋଉ ଜନ୍ମ ଦେଇଥିବା ସୁସନ୍ତାନ ମାନେ ମଧ୍ୟ ଅବହେଳିତ ହେଇଯିବେ। ଯଦି ରୋଷେଇ ଶାଳା ଠିକ ନଥିବ, ଘର ଦ୍ୱାର ସାଜସଜା ଠିକ ନଥିବ, ତାହେଲେ କେମିତି ହବ?
आमे जेतेବେଳେ जाउचे मु वर्तमान आगुर कहितली आमे जब प्रथम गले आगे देखुचे ता घर कोन लगा है केते साज सजा है केते प्रकार सोफा अछि केते प्रकार कोन अछि किंतु सेटा होची मुख्य साज सजा नुहे मुख्य साज सजा होची केते परिष्कारपन अछि एवं को जिनिस को जगार स्थापित होईछि ठीक जगार अछि तो आमे सेटा करूनी आजिकाली हमर गोटिए रे सब किछि करूछे तेनु आमे ठाकुरन को कथा को जदी मानिबा ताहले आमे प्रत्येक जिंस खाली एई शरीर सज सजा कि घर साज सजा नुहे आम चलनी साज सजा मध्य सेमति रहबा उचित आमे उशृंखल हबानी ठाकुर परिवार को जाउछे आमे कोन देखुछे ठाकुर तो नाहंती आचार्य परिवार को आमे कोन सिखुछे तांका परिवार को आमे काहे केते मुख्यतः देवतुल्य मानुछे कारण तांकर चाली चलन तांकर लीला आमे सब देखुछे जाइथिली आचार्य देव तांकर परिवार लोकंकर लीला देखि के आसिली काहे आमे तो केबे कहूनी तांकर चाली चलन एते उन्नत धरण ताकू किछि शिखि आसिली बोली सेठी देखिदेले मुंडिया मारिदेले अर्घ्य देइदेले सत्संग को गले धड़ा लुगा पिंधि मुंडरे ओढ़ना देले आसिले ताकू काढ़ी आमे पाश्चात्य सभ्यता को अनुकरण कले एमती कि जोटा मु आपण मानकू जदियो मोर दोषाभाव कहबा को क्षमा करबे एमती कि आमे जाजन करूछे मुंडरे ओढ़ना देबे शालीनता पोशाक पिंधिबे माँ माने एटा हम सत्संग रो नियम बोली किंतु एटा सरी साला परे आमे जाजन कर साला परे पुनी आमे फेसबुक जो आजकल बाहर छी से विभिन्न प्रकार स्टेटस रे आमे हमर अस्खलित पोशाक पिंधि आमे पठौछे तार उद्देश्यटा कोन ठाकुर को धरिक आमे शिखिले कोन माँ को धरिक आमे माँकर आदर्श पालन कले कोन ताहले हमर कोन सुप्रयोजन हबो सुसंतान पाइबा आम मन को अनुकरण करिवे हमर तळ पुओ झियो बहु बधु माने समय बोध हे गला अतिकांत हाउ मु आ टिके जस्ट कहि दिए सेही परी हमर परिधान होबा कथा परिच्छन होबा कथा सेही भाबरे परिष्कार होबा कथा चालन चलत एई भाबरे हेले आमे जाई कि हमकु गोटे पुरुष से हमकु आनंद करिवो भावमय होई हमकु से स्पर्श करिवो आमे जाहाकु आदर्श संतान लाभ करिबा आ जदि ताहार बाहुल्य को डाकिबा को चाहे ताले तार बहुलता अधिका हे गले जा हुए अति लेंबु चिपुले पिता ठीक आम सजा सजाटा जदि अतिरिक्त हे जाए जा गोटे पुरुष कौन गोटे समाज कौन गोटे देश कौन निज संतान कौन परिवेश कौन जहा उपरे जहा हुए आजिकल तो देखुछन एई ड्रेस को देख बेस करकी विशेष करी हमर एई भारतीय मानक भीतर विशेष करी भाबरे रेप जो केसटा जोटा नाटा धरिबा कथा नुहे सत्संग रे क्षमा करिवे म कहूची हबार कारण ए असुंखल वेशभूषा तेणु आम माने समस्ते सजाग रहिबा हमर एई वेशभूषा रे बाहुल्यता दरकार नै आमे जहा आमे जोठी अच्छे खूब भलरे अच्छे ठाकुर को धरी माँ को धरी एपरी भाबरे चलिबा जोटा समस्त को पाखरे आम आदर्शमय उठिबा आमको देखि समस्त कवि ए जने आदर्श जननी ये जने आदर्श परिवार रो जने सत्संगी परिवार रो बधु कन्या किंबा ये गोटे सत्संग परिवार रो घर एई परिवेश परिच्छन्नता हमर जेते अछि ताकू देखि आमे आगो चलिबा वार्ताटी छोटियाटी हेले भी तार अर्थ बहुत गुरुत्वपूर्ण बहुत भावपूर्ण तेणु कम समय भितर आपण मानकू केते कहि पारिछि न पारिछि आपण माने जानिबे मु तो मु भाबुछि होते अधूरा रही गला एई वार्ताटीर भावभंगी शेषरे मु आउ समय नेउनी बहुत समय हेलानी मते क्षमा करिवे शेषरे एई नाही मा बहुत समय हेनी ठीक टाइम बहुत समय आउ करी हबो तो आउ टाइम ता हेई जाउछि तो हाउ थाउ ओ मैम जदी हुए केबे मते एई वार्ता टिकी जदी आउ केबे दिने एई बाणी टिकी दिया जाए हुए तो मु ता विषय किछि कहबाकू जहा भाबिथिली कहि परिबी आज तो अधूरा रहिला जतिकी कहिछि हुए तो आपण मानक हृदय स्पर्श करिथिबो एवं जने सत्संगी माँ हिसाब रे सत्संगी परिवार हिसाब रे आपण निश्चय ग्रहण करिवे विषय माँ मान को मु अनुरोध करिबी जो माने जाजन करंती जो माने एई सत्संग रे तांकर माने वीडियो रे हमकू देखा दियंती सेई मान को मु अनुरोध करिबी क्षमा करिवे एथि पई मु कहूची बोली किंतु तांकर एई परि शृंखलित फोटो ही हमर एई जो फोन माध्यम रे फोन रे जो फेसबुक को जो पकेबा को चेष्टा करिवे कारण समस्त सेटा को क्वेश्चन जेमती क्वेश्चन मार्क न दियंती
ଜଣେ ସତ୍ସଙ୍ଗୀ କହି ସାରିଲା ପରେ ଏମିତି ହଉଛନ୍ତି ଆମେ ହେଲେ କଣ ହବୁ, ଯୋଉଟା ଯୁବ ସମାଜ ଉପରେ ବହୁତ ପ୍ରକାର ପ୍ରଭାବ ପକାଉଛି। ତେଣୁ ମୁଁ ଅନୁରୋଧ କରିବି ନିଶ୍ଚିନ୍ତ ଜଣେ ସତ୍ସଙ୍ଗୀ ମା ହିସାବରେ ଆମେ ସମସ୍ତେ ନିଜର ପରିପାଟି ଉପରେ ଆମେ ସମୀକ୍ଷା କରିବା ଏବଂ ଆଗକୁ ଯିବା। ତାଙ୍କର ସେଇ ଠାକୁରଙ୍କର ଇଚ୍ଛା, ମାଙ୍କର ଇଚ୍ଛା ଆମେ ପୂରଣ କରିବା। ଶେଷରେ ଏଥିରେ ଉପସ୍ଥିତ ଅନୁପସ୍ଥିତ ସମସ୍ତଙ୍କର ଶୁଭ କାମନା କରି ଏବଂ ଆମର ସମ୍ମାନୀୟ ହୃଦାନନ୍ଦ ଭାଇ ଏବଂ ଜସ୍ମିନ ମାଙ୍କର ଶୁଭ କାମନା କରି ସେ ଆମକୁ ଭୋଗ ନିବେଦନ କରି ଆମକୁ ସୁଯୋଗ ଦେଇଛନ୍ତି। ତାଙ୍କର ଏବଂ ସମସ୍ତଙ୍କର ବ୍ୟକ୍ତିଗତ ପାରିବାରିକ ଓ ପଞ୍ଚମହାଜୀବନ ଇଷ୍ଟିକୃତ ହେଉଠୁ ସମସ୍ତେ ସୁଖ ଶାନ୍ତିରେ ରହନ୍ତୁ, ବିଶ୍ୱବାସୀ ସମସ୍ତେ ସୁଖରେ ରୁହନ୍ତୁ, ସମସ୍ତଙ୍କର ମଙ୍ଗଳ ହୁଅନ୍ତୁ। ଏହା ହିଁ ସେଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ଚରଣ ତଳେ ମୁଁ ପ୍ରଣତି ଜଣେଇ ପ୍ରାର୍ଥନା କରେ। ଜୟ ଗୁରୁ ମା, ଜୟ ଗୁରୁ।